ପିଲାମାନେ ସମସ୍ତଙ୍କୁ ଏଜୁକେସନ୍ ୱିଥ୍ ପ୍ରସାଦ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସ୍ୱାଗତ ଜଣାଉଛି ଗୋଟିଏ ନୂଆ ଭିଡ଼ିଓ ସହିତ। ତ ବର୍ତ୍ତମାନ ଗୋଟିଏ ମାସ ହେଲାଣି ମୋର ଦେହ ଅଧିକା ଖରାପ ଥିବାରୁ ମୁଁ କିଛି ବି ଭିଡ଼ିଓ ଆଣିପାରିନଥିଲି ତୁମମାନଙ୍କ ପାଇଁ। ତ ବର୍ତ୍ତମାନ ମୁଁ ଆଜି ଗୋଟିଏ ନ୍ୟୁ ଭିଡ଼ିଓ ତୁମ ସମସ୍ତଙ୍କ ପାଇଁ ନେଇ ଆସିଛି। ଓଡ଼ିଶା CHSE ବୋର୍ଡ଼ର +2ର ସେକେଣ୍ଡ ଇୟର୍ ପିଲାମାନଙ୍କ ପାଇଁ ଆଜି ଗୋଟିଏ ଇମ୍ପୋର୍ଟାଣ୍ଟ ପାଠର MCQ ଗୁଡ଼ିକ ନେଇ ଆସିଛି। ଯେଉଁ ପାଠଟିର ନାମ ହେଉଛି ଇତିହାସ। ଆମ MIL ବହିର ଏହା ଏକ ବିଶିଷ୍ଟ ଏକ ମୁଖ୍ୟ ପାଠ ଏବଂ ଏହି ଇତିହାସ ଆମର ପ୍ରବନ୍ଧଟିକୁ ଲେଖିଛନ୍ତି ପ୍ରାବନ୍ଧିକ ବା ଲେଖକ ବିଶ୍ୱନାଥ କର। ତ ଏହି ଇତିହାସ ପାଠର ଯେତିକି ସବୁ MCQ ଗୁଡ଼ିକ ଅଛି ସେସବୁକୁ ଏବେ କଭର୍ କରିବା, କାହିଁକିନା ମୋ ଜାଣିବାରେ ପ୍ରାୟତଃ କଲେଜମାନଙ୍କର ଏବେ ଆମର ଯେଉଁ ରହୁଛି ସେକେଣ୍ଡ ଇଣ୍ଟରନାଲ୍ ଏକ୍ଜାମ୍ ସେଇଟା ଶେଷ ହୋଇଗଲାଣି। ଯେଉଁମାନଙ୍କର ବି ହେଇନାହିଁ ସେମାନେ ଡିସେମ୍ବର ଆମର ଏଣ୍ଡ ଭିତରେ ଶେଷ କରିଦେବେ, କାହିଁକିନା ତୁମର ବୋର୍ଡ଼ ପରୀକ୍ଷା ପାଇଁ ଆଉ ବେଶୀ ଦିନ ନାହିଁ ସେମାନଙ୍କ ପାଖରେ। ତ ଇଣ୍ଟରନାଲ୍ ଏକ୍ଜାମ୍ ଯେତେ ଶୀଘ୍ର ହେବ ସେମାନେ ଶେଷ କରିବେ। ତ ଆମର ଇଣ୍ଟରନାଲ୍ ଏକ୍ଜାମ୍ର ଏଇ ଯେଉଁ ଇତିହାସ ପାଠଟି ଏଇଟା 100% ପଡ଼ିବ। ତ ସେଥିପାଇଁ ଇତିହାସ ପାଠଟିକୁ ଆମେ ବର୍ତ୍ତମାନ କଭର୍ ଅପ୍ କରିନେବା। ତ ପିଲାମାନେ ଆମେ ଚାଲ ଦେଖିବା MCQରେ ଗୁଡ଼ିକରେ କ'ଣ କ'ଣ ଅଛି ପ୍ରଶ୍ନ ଏବଂ ଏହାର ସଠିକ୍ ଉତ୍ତର ଗୁଡ଼ିକ କ'ଣ ହେବ। ତ ପ୍ରଥମ ପ୍ରଶ୍ନ ହେଉଛି ମନୁଷ୍ୟତ୍ୱର ବିଶେଷ ଲକ୍ଷଣ କ'ଣ? ପିଲାମାନେ ମନୁଷ୍ୟତ୍ୱର ବିଶେଷ ଲକ୍ଷଣ ହେଉଛି ତତ୍ତ୍ୱ ନିରୂପଣ ପ୍ରୟାସ। କେଉଁ ଶ୍ରେଣୀର ମନୁଷ୍ୟ ପୃଥିବୀର ନାନା ବସ୍ତୁ ଦର୍ଶନ କରନ୍ତି ଓ ସମ୍ଭୋଗ କରନ୍ତି? ଏହାର ଉତ୍ତର ହେଉଛି ପ୍ରଥମ ଶ୍ରେଣୀର ମନୁଷ୍ୟ। କେଉଁ ଶ୍ରେଣୀର ମନୁଷ୍ୟମାନଙ୍କଠାରେ ବସ୍ତୁର ତତ୍ତ୍ୱ ନିରୂପଣ କରିବା ବିଷୟରେ ପ୍ରୟାସ ଦେଖାଯାଏ ନାହିଁ? ତ ଏହାର ପିଲାମାନେ ସଠିକ୍ ଉତ୍ତର ହେଉଛି ଏକ ଶ୍ରେଣୀର ମନୁଷ୍ୟମାନଙ୍କଠାରେ ବସ୍ତୁର ତତ୍ତ୍ୱ ନିରୂପଣ କରିବା ବିଷୟରେ ପ୍ରୟାସ ଦେଖାଯାଏ ନାହିଁ। ଅନନ୍ତ ପ୍ରକୃତି ସଙ୍ଗରେ କାହାର ନିତ୍ୟ ଯୋଗ ହୋଇଥାଏ? ପିଲାମାନେ ଅନନ୍ତ ପ୍ରକୃତି ସାଙ୍ଗରେ ମନୁଷ୍ୟର ନିତ୍ୟ ଯୋଗ ହୋଇଥାଏ। କେଉଁ ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମଣିଷ ଜୀବନର ମୂଲ୍ୟ କିଛି ରହେ ନାହିଁ? ତ ପିଲାମାନେ ଏହାର ସଠିକ୍ ଉତ୍ତର ହେଉଛି ଅନନ୍ତ ଅତୀତର ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମଣିଷ ଜୀବନର ମୂଲ୍ୟ କିଛି ରହେ ନାହିଁ। ପାଦ ଦେଶରୁ ନିମ୍ନ ଦେଶକୁ ଅବତରଣ କଲେ କ'ଣ ଦେଖିପାରିବ? ଯଦି ଆମେ ପାଦମୂଳରୁ ନିମ୍ନ ଦେଶକୁ ଅବତରଣ କରିବା ତାହେଲେ ନରକଙ୍କାଳ ଦେଖିବାକୁ ମିଳିବ। କେଉଁ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ ଆମ୍ଭମାନଙ୍କର ହୃଦକମ୍ପ ହୁଏ? ତ ପିଲାମାନେ ଏହାର ସଠିକ୍ ଉତ୍ତରଟି ହେଉଛି ଫରାସୀ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ ଆମ୍ଭମାନଙ୍କର ହୃଦଘାତ ଅନୁଭବ ହୁଏ ବା ହୃଦକମ୍ପ ଅନୁଭବ ହୁଏ। ବର୍ତ୍ତମାନ ମାନବ ସମାଜ ଦେହରେ କେଉଁ ମାନବ ସମାଜର ଭାବରାଶି ନିହିତ ଥିବାର ପ୍ରତ୍ୟକ୍ଷ ହୁଏ? ତ ଏହାର ଉତ୍ତରଟି ହେଉଛି ଅତୀତ। ମାନବର ପ୍ରକୃତ ଉନ୍ନତି କାହା ସଙ୍ଗେ ଘନିଷ୍ଠ ଭାବରେ ସମ୍ବନ୍ଧ? ତ ପିଲାମାନେ ଏହାର ଉତ୍ତରଟି ହେଉଛି ସତ୍ୟ ସଙ୍ଗରେ ଘନିଷ୍ଠ ଭାବରେ ସମ୍ବନ୍ଧ। ମଣିଷ ଜୀବନର ସମସ୍ତ ଘଟଣାର ଲକ୍ଷ୍ୟ ଓ ଗତି କେଉଁ ଆଡ଼କୁ? ଏକ ଆଡ଼କୁ। ପ୍ରକୃତ ପକ୍ଷେ ଜଗତର କୌଣସି ଘଟଣା ଡ୍ୟାସ୍ ଶୂନ୍ୟ ନୁହେଁ। ତ ପିଲାମାନେ ଡ୍ୟାସ୍ ଜାଗାରେ ଲାଗିବ। ଏଇଟା ଆମର ପ୍ରକୃତ ପକ୍ଷେ ଜଗତର କୌଣସି ଘଟଣା ଅର୍ଥ ଶୂନ୍ୟ ନୁହେଁ। ସମାଜର ସମସ୍ତ ବ୍ୟାପାର କାହାର ଅନ୍ତର୍ଭୁକ୍ତ? ପିଲାମାନେ ଏଠାରେ ଭାବିବାର ନାହିଁ, କାହିଁକିନା ଆମେ ଇତିହାସ ଉପରେ ପାଠଟି ପଢ଼ିଛେ, ସେଥିପାଇଁ ଆମେ ଟିକ୍ ମାରିବା। ସମାଜର ସମସ୍ତ ବ୍ୟାପାର ଇତିହାସର ଅନ୍ତର୍ଭୁକ୍ତ। ବ୍ୟକ୍ତିଗତ ଜୀବନ ଇତିହାସକୁ ଆମ୍ଭେମାନେ କେଉଁ ଆଖ୍ୟା ପ୍ରଦାନ କରିଥାଉ? ତ ବ୍ୟକ୍ତିଗତ ଜୀବନ ଇତିହାସକୁ ଆମମାନେ ଜୀବନ ଚରିତ୍ର ଆଖ୍ୟା ପ୍ରଦାନ କରିଥାଉ। ପ୍ରସିଦ୍ଧ ପଣ୍ଡିତ ପ୍ରଚଳିତ ଇତିହାସକୁ ଗଭୀରତା ଶୂନ୍ୟ କେଉଁ ଗଳ୍ପ ବୋଲି କହିଛନ୍ତି? ତ ଏହାର ସଠିକ୍ ଉତ୍ତରଟି ହେଉଛି ଗ୍ରାମ୍ୟ ଗଳ୍ପ ବୋଲି କହିଛନ୍ତି। ଆମ୍ଭମାନଙ୍କ ଦେଶରେ ଇତିହାସ ବର୍ଣ୍ଣନା ବେଳେ କାହାର ମାତ୍ରା ଅତ୍ୟନ୍ତ ଅଧିକ? ତ ଏଠାର ଉତ୍ତର ହେଉଛି କଳ୍ପନାର ମାତ୍ରା ଅତ୍ୟନ୍ତ ଅଧିକ। ପ୍ରାଚୀନ କେଉଁ ଶାସ୍ତ୍ର ଐତିହାସିକ ସତ୍ୟରେ ପରିପୂର୍ଣ୍ଣ? ଧର୍ମଶାସ୍ତ୍ର। ଇତିହାସକୁ କେତେଗୁଡ଼ିଏ ଘଟଣାର ଡ୍ୟାସ୍ ବୋଲି କୁହାଯାଇଛି? ତ ଡ୍ୟାସ୍ ଜାଗାରେ ଆମେ ଲଗାଇବା। ଇତିହାସକୁ କେତେଗୁଡ଼ିକ ଘଟଣାର ସମଷ୍ଟି ବୋଲି କୁହାଯାଇଛି। ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତିଗତ କ'ଣ ବିଦ୍ୟମାନ? ତ ପିଲାମାନେ ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତିଗତ ସୌସାଦୃଶ୍ୟ ଗୁଣ ବିଦ୍ୟମାନ। କେଉଁ ଶିକ୍ଷା ମଣିଷ ପାଇଁ ଅଧିକ ଉପଯୋଗୀ? ଦୃଷ୍ଟାନ୍ତ ଶିକ୍ଷା ମଣିଷ ପାଇଁ ଅଧିକା ଉପଯୋଗୀ ହୁଏ। ପତନ କଥାଟି କେଉଁ ବ୍ୟକ୍ତିର ମସ୍ତିଷ୍କରେ ଉଜ୍ଜ୍ୱଳ ଅକ୍ଷରରେ ଲିଖିତ? ତ ପତନ ବା ଧ୍ୱଂସ ହୋଇଯିବାର କଥାଟି ଅହଂକାରୀ ବ୍ୟକ୍ତିର ମସ୍ତିଷ୍କରେ ଉଜ୍ଜ୍ୱଳ ଅକ୍ଷରରେ ଲିଖିତ ହୋଇ ରହିଅଛି। କେଉଁ ମାନବ ପୃଥିବୀର ବିପରୀତ ଭାବ ପ୍ରଦର୍ଶନ କରି ଅବିଶ୍ୱାସୀ ହୁଏ? ତ ଏଇଟାର ଉତ୍ତର ହେଉଛି ପିଲାମାନେ ଅପରିଣାମଦର୍ଶୀ। ଅପରିଣାମଦର୍ଶୀ ମାନବ ପୃଥିବୀର ବିପରୀତ ଭାବ ଦର୍ଶନ କରି ଅବିଶ୍ୱାସୀ ହୁଏ। କାହାକୁ ଦ୍ୱିତୀୟ ଶିକ୍ଷକ ବୋଲି କୁହାଯାଇଛି? ତ ପିଲାମାନେ ଏଠାରେ ଦ୍ୱିତୀୟ ଶିକ୍ଷକ ବୋଲି ଇତିହାସକୁ କୁହାଯାଇଛି। ପ୍ରୟୋଜନୀୟ ବସ୍ତୁ ଲାଭ ପାଇଁ କାହାକୁ କଷ୍ଟ ଓ ଯାତନା ଭୋଗ କରିବାକୁ ପଡ଼ିଛି? ତ ପ୍ରୟୋଜନୀୟ ବସ୍ତୁ ଲାଭ ପାଇଁ ମହାପୁରୁଷମାନଙ୍କୁ କଷ୍ଟ ଓ ଯାତନା ଭୋଗ କରିବାକୁ ପଡ଼ିଛି।
ଅତୀତର ସନ୍ତାନ ଭବିଷ୍ୟତର କେଉଁ ରୂପରେ ଦଣ୍ଡାୟମାନ? ଅତୀତର ସନ୍ତାନ ଭବିଷ୍ୟତର କ'ଣ ପିତା ରୂପରେ ଦଣ୍ଡାୟମାନ ହୋଇଛି। କାହିଁକି ନା ଏବେ ଦେଖ ଅତୀତର ସନ୍ତାନ ମାନେ ଆମେ ବୁଝିବା ଆମ ବାପାମାନଙ୍କୁ ବୁଝିବା। ତ ଆମ ବାପାମାନଙ୍କୁ ଜେଜେବାପାମାନଙ୍କୁ ଆମେ ଅତୀତର ସନ୍ତାନ ବୋଲି କହିବା। ସେମାନେ ବର୍ତ୍ତମାନ କ'ଣ ଆମର ପିତା ହେଇକି ପିତା ରୂପରେ ଦଣ୍ଡାୟମାନ ହେଇକି ଅଛନ୍ତି। କାହାର କାର୍ଯ୍ୟ କଦାପି ଅସମ୍ପନ୍ନ ରହିବ ନାହିଁ? ବିଧାତାର କାର୍ଯ୍ୟ, ବିଧାତା ଯାହା ଗଢ଼ିଛି ସେଇଆ ହିଁ ହେବ। ବିଧାତାର କାର୍ଯ୍ୟ କଦାପି ଅସମ୍ପନ୍ନ ରହିବ ନାହିଁ। ବିଧାତା କାହାକୁ ଉଚ୍ଚ ଅଧିକାର ଦିଅନ୍ତି? ଯୋଗ୍ୟ ଲୋକ, ଯିଏ ପ୍ରକୃତରେ ଯୋଗ୍ୟ ଲୋକ ହୋଇଥାଏ ତାକୁ ବିଧାତା ଉଚ୍ଚ ଅଧିକାର ଦିଅନ୍ତି। ଈଶ୍ୱର ଆମ୍ଭମାନଙ୍କ ଦେଶକୁ କେଉଁ ଅନୁରାଗ ହସ୍ତରୁ ଉଦ୍ଧାର କରନ୍ତୁ ବୋଲି କହିଛନ୍ତି? ତ ଏଇଟା ହେଉଛି ବିକୃତ। ଈଶ୍ୱର ଆମ୍ଭମାନଙ୍କ ଦେଶକୁ ବିକୃତମାନଙ୍କ ହସ୍ତରୁ ଉଦ୍ଧାର କରନ୍ତୁ ବୋଲି ଲେଖକ କହିଛନ୍ତି ବା ପାଠରେ ଲେଖା ହେଇଛି, ଇତିହାସ ପାଠରେ। ତ ପିଲାମାନେ 27ଟି MCQ ଆମେ ବହୁତ ଜଲ୍ଦି ବଢ଼ିଆ ଭାବରେ କଭର କରିଛେ। ଯଦି କାହାର କିଛି ଡାଉଟ୍ ରହୁଛି ତ ମୋତେ ଟେଲିଗ୍ରାମରେ କଣ୍ଟାକ୍ଟ କର, ଇନଷ୍ଟାଗ୍ରାମ, ଫେସବୁକ୍ ଯେଉଁଥିରେ ବି କଣ୍ଟାକ୍ଟ କରିପାରିବ କର, କିମ୍ବା ଭିଡ଼ିଓ କମେଣ୍ଟରେ ଜଣାଅ। ମୁଁ ତାକୁ କରେକ୍ସନ୍ କରିବି କିମ୍ବା ତୁମର ଡାଉଟ୍କୁ କ୍ଲିଅର୍ କରିବି। ଏବଂ ନେକ୍ସଟ ଟପିକ୍ କେଉଁ ପାଠ ଉପରେ ଆଣିବା ସେଟା ମଧ୍ୟ ମୋତେ ଜଣାଇଦେବ କମେଣ୍ଟରେ ପିଲାମାନେ। ସମସ୍ତେ ଟେଲିଗ୍ରାମ ଜଏନ୍ ଯଦି କରିବା ପାଇଁ ଚାହୁଁଛ ଜଏନ୍ କର, ସେଠି ମୁଁ ସବୁ କିଛି ଅପଡ଼େଟ୍ ଦେଉଛି। ଏବଂ ଏହା ସହିତ ଯଦି ଭିଡ଼ିଓଟି ଭଲ ଲାଗୁଛି, ପ୍ରକୃତରେ ମୁଁ ତୁମକୁ କିଛି ମାତ୍ରାରେ ଶିକ୍ଷାଦାନ କରିପାରୁଛି, ତ ତୁମେ ଗୋଟେ ସବସ୍କ୍ରାଇବ୍ଟିଏ କରି ମୋତେ ସପୋର୍ଟ କର, ଚ୍ୟାନେଲକୁ ସପୋର୍ଟ କର। ତୁମର ଗୋଟିଏ ସବସ୍କ୍ରାଇବ୍ ଆଉ ଗୋଟେ ଲାଇକ୍ ମୋତେ ମୋଟିଭେଟ୍ କରେ ନୂଆ ନୂଆ ଭିଡ଼ିଓ ସବୁ ଆଣିବା ପାଇଁ। ତ ପିଲାମାନେ ଏଥର ଆଉ ଡିଲେ ହେବନି, ଏଥର ବହୁତ ଜଲ୍ଦି ମୁଁ ଟ୍ରାଏ କରିବି ନୂଆ ନୂଆ ଭିଡ଼ିଓ ଆଣିବା ପାଇଁ। ମୁଁ ବର୍ତ୍ତମାନ ପୁରାପୁରି ରିକଭର୍ ହେଇସାରିଛି। ସେ ପର୍ଯ୍ୟନ୍ତ ବିଦାୟ ନେଉଛି। ଜୟ ହିନ୍ଦ, ଜୟ ଯବାନ, ଜୟ କିଷାନ।